ସମସ୍ତଙ୍କୁ ନମସ୍କାର। ମୁଁ ସବ୍ୟସାଚୀ ଗିରି। ଆକ୍ଚୁଆଲି ଏବେ ତ ଆମ ଓଡ଼ିଶାରେ ଆର୍ଆଇ ଏକ୍ଜାମ୍ ଚାଲିଛି ଏବଂ ମୁଁ କରେଣ୍ଟଲି ଏବେ ପୋଷ୍ଟେଡ୍ ଅଛି ଏଜ୍ ଏ ଟ୍ୟାକ୍ସ ଆସିଷ୍ଟାଣ୍ଟ CBDT ବାଙ୍ଗାଲୋରରେ ଏବଂ ମୋର ଏକ୍ଜାମ୍ ଥିଲା 5 ଅକ୍ଟୋବରରେ। ଏବେ 2 ଦିନ ହେଲା ଯେ ପ୍ରକାର ନ୍ୟୁଜ୍ ସବୁ ଚାଲୁଛି କରପ୍ସନ୍ ବିଷୟରେ, ଯେଭଳିଆ ଛୋଟିଆ ମୋଟିଆ ସେଣ୍ଟରରେ ପକାଉଛି, କେଉଁଠି ସାଇବର କ୍ୟାଫେ, କେଉଁଠି ହୋଟେଲରେ, ଏବଂ ଏକ୍ଜାମ୍ ଷ୍ଟାର୍ଟ ହେବା କଥା ଯେଉଁ ଟାଇମ୍ରେ ତା'ର 4-5 ଘଣ୍ଟା ପରେ ଷ୍ଟାର୍ଟ ହେଉଛି। ତେଣୁ ଏଭଳିଆ କରପ୍ସନ୍ କଥା ଶୁଣିଲା ପରେ କେଉଁ ଭରସାରେ ଏକ୍ଜାମ୍ ଦେବା ପାଇଁ ଇଚ୍ଛା ହିଁ ହେଉନାହିଁ ଏବଂ ବହୁତ ଟଙ୍କା ଖର୍ଚ୍ଚ କରିକି ଆମେ ଟିକଟ୍ ବି କାଟିଛେ। ଭାବୁଛି ଟିକଟ୍ କ୍ୟାନସେଲ୍ କରିଦେବାଟା ବେଟର୍ ହେବ, କାରଣ ମୁଁ ଜାଣିଛି ଏକ୍ଜାମ୍ ଏତେ କଷ୍ଟ କରି ଯିବୁ, ପୁଣି ଏକ୍ଜାମ୍ କ୍ୟାନସେଲ୍ ହେବ କି ପୁଣି କରପ୍ସନ୍ ହେଇଥିବ, ତେଣୁ ଏକ୍ଜାମ୍ ଦେବାର ହିଁ ଭ୍ୟାଲିଡିଟି ନାହିଁ। ଏବଂ ମୁଁ ଜାଣିପାରୁନି ଓଡ଼ିଶା ଗଭର୍ଣ୍ଣମେଣ୍ଟକୁ ଏଇଟା ମୋର ଅନୁରୋଧ ରହିବ ଯେ ଏଭଳିଆ କରପ୍ଟେଡ୍ ଆଉ ଛୋଟ ମୋଟ ସଂସ୍ଥାକୁ କ'ଣ ପାଇଁ ଏକ୍ଜାମ୍ କଣ୍ଡକ୍ଟ କରିବା ପାଇଁ ଦିଆହେଉଛି, ଆଉ ଏ ପିଲାଙ୍କ ଭବିଷ୍ୟତ ସହିତ କ'ଣ ପାଇଁ ଖେଳୁଛନ୍ତି ସରକାର। କାରଣ ବହୁତ ଭଲ ଭଲ ସଂସ୍ଥା ଅଛି, ଟିକେ ପଇସା ବେଶୀ ଖର୍ଚ୍ଚ ହେବ କିନ୍ତୁ ଭଲ ସଂସ୍ଥାକୁ ଦିଆଯାଇପାରିବ। ଯେମିତି ଆମର TCS, ସିଏ ଲକ୍ଷ ଲକ୍ଷ ପିଲାଙ୍କର କ୍ୟାଣ୍ଡିଡେଟ୍ଙ୍କର ବି ଏକ୍ଜାମ୍ ଏଟ୍ ଟାଇମ୍ ନେଇପାରୁଛି, ଯେଭଳିଆ ରେଲୱେ ହେଉ, ବ୍ୟାଙ୍କିଂ ହେଉ, SSC ହେଉ। କୌଣସି ଟାଇମ୍ରେ ଗୋଟେ ଟାଇମ୍ରେ ବି ଜଣାଯାଇ ନାହିଁ ଯେ TCSରେ ଏକ୍ଜାମ୍ କିଛି ଗଲତି କରିଛି କି କିଛି ତା ଏଗେନଷ୍ଟ କିଛି ବି କମ୍ପ୍ଲେନ୍ ହିଁ ନାହିଁ। ତେଣୁ ମୋର ଅନୁରୋଧ, ପିଲାଙ୍କର ଭବିଷ୍ୟତ ଓଡ଼ିଶା ସରକାର ଏଭଳି ନ ଖେଳୁ ପିଲାଙ୍କ ଭବିଷ୍ୟତ ସହିତ, ଏବଂ TCS ଭଳି ଯେଉଁ ରେପୁଟେଡ୍ ସଂସ୍ଥା ଅଛି ତାଙ୍କୁ ଏକ୍ଜାମ୍ କଣ୍ଡକ୍ଟ କରିବା ପାଇଁ ଦିଆଯାଉ। ଏତିକି ଅନୁରୋଧ ରହିବ। ଧନ୍ୟବାଦ।